Hello everyone, I am Damayanti. Welcome to my YouTube channel. ମୁଁ ନେଟ୍ ସିଲାବସ୍ ୱାଇଜ୍ ଆଲୋଚନା କରୁଥିଲି ତ ଏବେ ଆଲୋଚନା କରିବି ଓଡ଼ିଆ ଉପନ୍ୟାସ ସାହିତ୍ୟ। ବିଶ୍ୱର ପ୍ରଥମ ଉପନ୍ୟାସ ହେଉଛି ପାମେଲା। ବିଶ୍ୱର ପ୍ରଥମ ଉପନ୍ୟାସ ପାମେଲା। ଓଡ଼ିଆ ଉପନ୍ୟାସ ବିଶ୍ୱର ପ୍ରଥମ ଓଡ଼ିଆ ଉପନ୍ୟାସ ପଦ୍ମମାଳୀ ଉମେଶ ଚନ୍ଦ୍ର ସରକାର 1888 ମସିହା। ଓଡ଼ିଆ ଉପନ୍ୟାସ ପଦ୍ମମାଳୀ ଉମେଶ ଚନ୍ଦ୍ର ସରକାର 1888 ମସିହା। ଓଡ଼ିଆ ପ୍ରଥମ ଐତିହାସିକ ଉପନ୍ୟାସ ମଧ୍ୟ ପଦ୍ମମାଳୀ। ପ୍ରଥମ ଐତିହାସିକ ଉପନ୍ୟାସ ମଧ୍ୟ ପଦ୍ମମାଳୀ। ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସ ପ୍ରଥମ ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସ ମନେ ମନେ ବୈଷ୍ଣବ ଚରଣ ଦାସ। ପ୍ରଥମ ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସ ମନେ ମନେ ବୈଷ୍ଣବ ଚରଣ ଦାସ। ପ୍ରଥମ ଓଡ଼ିଆ ଚରିତ ଉପନ୍ୟାସ ଶତାବ୍ଦୀର ସୂର୍ଯ୍ୟ ସୁରେନ୍ଦ୍ର ମହାନ୍ତି। ପ୍ରଥମ ଓଡ଼ିଆ ଚରିତ ଉପନ୍ୟାସ ଶତାବ୍ଦୀର ସୂର୍ଯ୍ୟ ସୁରେନ୍ଦ୍ର ମହାନ୍ତି। ପ୍ରଥମ ଓଡ଼ିଆ ଅଣକାଳ୍ପନିକ ଉପନ୍ୟାସ ଦେଶକାଳ ପାତ୍ର। ପ୍ରଥମ ଓଡ଼ିଆ ବୈଜ୍ଞାନିକ ଉପନ୍ୟାସ ପୃଥିବୀ ବାହାର ମଣିଷ ଗୋକୁଳାନନ୍ଦ ମହାପାତ୍ର। ପ୍ରଥମ ଓଡ଼ିଆ ରାଜନୈତିକ ଉପନ୍ୟାସ ପୂଜାର ବଳି ରାମ ପ୍ରସାଦ ସିଂହ। ପ୍ରଥମ ଓଡ଼ିଆ ନାରୀବିହୀନ ଉପନ୍ୟାସ ଚିତ୍ରଗ୍ରୀବ ସଚ୍ଚିଦାନନ୍ଦ ରାଉତରାୟ। ପ୍ରଥମ ଓଡ଼ିଆ ନାରୀବିହୀନ ଉପନ୍ୟାସ ଚିତ୍ରଗ୍ରୀବ ସଚ୍ଚିଦାନନ୍ଦ ରାଉତରାୟ। ପ୍ରଥମ ଓଡ଼ିଆ ପତ୍ରୋପନ୍ୟାସ ପ୍ରେମ ପଥେ ଗଦାବରୀଶ ମହାପାତ୍ର। ପ୍ରଥମ ଓଡ଼ିଆ ପତ୍ରୋପନ୍ୟାସ ପ୍ରେମ ପଥେ ଗଦାବରୀଶ ମହାପାତ୍ର। ପ୍ରଥମ ଓଡ଼ିଆ ଡିଟେକ୍ଟିଭ ଉପନ୍ୟାସ ନରବଳି ଚନ୍ଦ୍ରମଣି ଦାସ। ପ୍ରଥମ ଓଡ଼ିଆ ଡିଟେକ୍ଟିଭ ଉପନ୍ୟାସ ନରବଳି ଚନ୍ଦ୍ରମଣି ଦାସ। ପ୍ରଥମ ଓଡ଼ିଆ ସାମାଜିକ ଉପନ୍ୟାସ ଛଅମାଣ ଆଠଗୁଣ୍ଠ। ପ୍ରଥମ ଓଡ଼ିଆ ସାମାଜିକ ଉପନ୍ୟାସ ଛଅମାଣ ଆଠଗୁଣ୍ଠ। ପ୍ରଥମ ଓଡ଼ିଆ ଆଦିବାସୀ ଉପନ୍ୟାସ ଭୀମା ଭୂୟାଁ। ପ୍ରଥମ ଓଡ଼ିଆ ଆଦିବାସୀ ଉପନ୍ୟାସ ଭୀମା ଭୂୟାଁ। ପ୍ରଥମ ଓଡ଼ିଆ ହାସ୍ୟରସାତ୍ମକ ଉପନ୍ୟାସ ରସଗଳିତମ୍ ପଥପଥମ୍ ଯଦୁନାଥ ଦାସ ମହାପାତ୍ର। ପ୍ରଥମ ଓଡ଼ିଆ ହାସ୍ୟରସାତ୍ମକ ଉପନ୍ୟାସ ରସଗଳିତମ୍ ପଥପଥମ୍ ଯଦୁନାଥ ଦାସ ମହାପାତ୍ର। ରାମଶଙ୍କର ରାୟଙ୍କ ଉପନ୍ୟାସ ସୌଦାମିନୀ ଉତ୍କଳ ମଧୁପ ପତ୍ରିକାରେ ପ୍ରକାଶିତ। ରାମଶଙ୍କର ରାୟଙ୍କର ଉପନ୍ୟାସ ସୌଦାମିନୀ ଅନାଥିନୀ ମଠର ସମ୍ବାଦ ପ୍ରଦୀପ। ଉମେଶ ଚନ୍ଦ୍ର ସରକାରଙ୍କ ଉପନ୍ୟାସ ପଦ୍ମମାଳୀ 1888। ଉମେଶ ଚନ୍ଦ୍ର ସରକାରଙ୍କ ଉପନ୍ୟାସ ପଦ୍ମମାଳୀ 1888। ରାମଶଙ୍କର ରାୟଙ୍କର ଉପନ୍ୟାସ ବିବାସିନୀ 1891। ଉନ୍ମାଦିନୀ 1893। ରାମଶଙ୍କର ରାୟଙ୍କର ଉପନ୍ୟାସ ବିବାସିନୀ ଓ ଉନ୍ମାଦିନୀ। ଫକୀରମୋହନ ସେନାପତିଙ୍କ ଉପନ୍ୟାସ ଛଅମାଣ ଆଠଗୁଣ୍ଠ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ। ଫକୀରମୋହନ ସେନାପତିଙ୍କ ଉପନ୍ୟାସ ଛଅମାଣ ଆଠଗୁଣ୍ଠ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ। ଲଛମା ମାମୁଁ ପ୍ରାୟଶ୍ଚିତ ଛଅମାଣ ଆଠଗୁଣ୍ଠ 1997। ଲଛମା 1901। ମାମୁଁ 1913। ପ୍ରାୟଶ୍ଚିତ 1915। ଗୋପାଳ ବଲ୍ଲଭ ଦାସ ଭୀମା ଭୂୟାଁ 1908 ରଚନା। ଗୋପାଳ ବଲ୍ଲଭ ଦାସଙ୍କ ଗୋଟିଏ ମାତ୍ର ଉପନ୍ୟାସ ଭୀମା ଭୂୟାଁ 1908 ରଚନା। ଅପର୍ଣ୍ଣା ପଣ୍ଡାଙ୍କ ଉପନ୍ୟାସ କଳାବତୀ 1902। ଅପର୍ଣ୍ଣା ପଣ୍ଡାଙ୍କ ଉପନ୍ୟାସ କଳାବତୀ 1902। ବ୍ରଜବନ୍ଧୁ ମିଶ୍ର ବସନ୍ତ ମାଳତୀ 1902। ବ୍ରଜବନ୍ଧୁ ମିଶ୍ର ବସନ୍ତ ମାଳତୀ 1902। ଜନାର୍ଦ୍ଦନ ପୂଜାରୀ ସୁନା ବୋହୂ 1914। ଜନାର୍ଦ୍ଦନ ପୂଜାରୀ ସୁନା ବୋହୂ 1914। ଅଶ୍ୱନୀ କୁମାର ଘୋଷ ବୁଢ଼ା ଚଚା 1915। ଅଶ୍ୱନୀ କୁମାର ଘୋଷ ବୁଢ଼ା ଚଚା 1915। ଦୀନବନ୍ଧୁ ପାଳ କୁନ୍ତଳିନୀ 1915। ଦୀନବନ୍ଧୁ ପାଳ କୁନ୍ତଳିନୀ 1915। ତାରିଣୀ ଚରଣ ରଥ ଅନ୍ନପୂର୍ଣ୍ଣା 1922। ତାରିଣୀ ଚରଣ ରଥ ଅନ୍ନପୂର୍ଣ୍ଣା 1922। ମୃତ୍ୟୁଞ୍ଜୟ ରଥ ଅଭୂତ ପରିଣାମ। ମୃତ୍ୟୁଞ୍ଜୟ ରଥ ଅଭୂତ ପରିଣାମ। ଚିନ୍ତାମଣି ମହାନ୍ତି ରୂପା ଚୁଡ଼ି ଟଙ୍କା ଗଛ ଯୁଗଳ ମଠ ବୁଲା ଫକୀର ଶନି ସପ୍ତାହ
ଚିନ୍ତାମଣି ମହାନ୍ତି, ରୂପାଚୁଡ଼ି, ଚଙ୍କା ଗଛ, ଯୁଗଳ ମଠ, ବୁଲ ଫକୀର, ଶନି ସପ୍ତାହ। ନନ୍ଦକିଶୋର ବଳ, କନକଲତା, ନନ୍ଦକିଶୋର ବଳ, କନକଲତା। ଗଦାବରୀଶ ମିଶ୍ର, ଅଭାଗିନୀ, ନିର୍ବାସିତ, 1817, ଘଟାନ୍ତର, ଦାସତ୍ୱ ମୋଚନ। ଗଦାବରୀଶ ମିଶ୍ରଙ୍କ ରଚନା ଅଭାଗିନୀ, ନିର୍ବାସିତ, 1817, ଘଟାନ୍ତର, ଦାସତ୍ୱ ମୋଚନ। କୁନ୍ତଳା କୁମାରୀ ସାବତ, ଭ୍ରାନ୍ତି, କାଳୀ ବହୁ, ରଘୁ ରକ୍ଷିତ, ନଅତୁଣ୍ଡି ପରଶମଣି। କୁନ୍ତଳା କୁମାରୀ ସାବତ, ଭ୍ରାନ୍ତି, କାଳୀ ବହୁ, ରଘୁ ରକ୍ଷିତ, ନଅତୁଣ୍ଡି ପରଶମଣି। ରାମଚନ୍ଦ୍ର ଆଚାର୍ଯ୍ୟ, ବୀର ଓଡ଼ିଆ, ପୀୟୁଷ ପ୍ରବାହ, ପ୍ରଣୟ ପ୍ରବାହ, ନିର୍ମଳା କୁମାରୀ, ବୀରାଙ୍ଗନା। ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ରଚନା ବୀର ଓଡ଼ିଆ, ପୀୟୁଷ ପ୍ରବାହ, ପ୍ରଣୟ ପ୍ରବାହ, ନିର୍ମଳା କୁମାରୀ, ବୀରାଙ୍ଗନା। ନନ୍ଦକିଶୋର ଦାସ, ନନ୍ଦକିଶୋର ଦାସଙ୍କ ଉପନ୍ୟାସ ପ୍ରତିଶୋଧ। ନନ୍ଦକିଶୋର ଦାସଙ୍କ ଉପନ୍ୟାସ ପ୍ରତିଶୋଧ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଉପନ୍ୟାସ କଣା ମାମୁଁ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଉପନ୍ୟାସ କଣା ମାମୁଁ। ବଟକୃଷ୍ଣ ପ୍ରହରାଜଙ୍କ ଉପନ୍ୟାସ ମିଠା ମଠ, ପୂର୍ଣ୍ଣାହୁତି, ନମସ୍କାର, ଅଶ୍ରୁବିନ୍ଦୁ। ବଟକୃଷ୍ଣ ପ୍ରହରାଜଙ୍କର ଉପନ୍ୟାସ ମିଠା ମଠ, ପୂର୍ଣ୍ଣାହୁତି, ନମସ୍କାର, ଅଶ୍ରୁବିନ୍ଦୁ। ଦିବ୍ୟସିଂହ ପାଣିଗ୍ରାହୀଙ୍କ ଉପନ୍ୟାସ ତୁ ମୋ ମା, ଅମୃତ କଙ୍କଳ। ଦିବ୍ୟସିଂହ ପାଣିଗ୍ରାହୀଙ୍କ ଉପନ୍ୟାସ ତୁ ମୋ ମା, ଅମୃତ କଙ୍କଳ। ଗଦାବରୀଶ ମହାପାତ୍ରଙ୍କ ଉପନ୍ୟାସ ରାଜଦ୍ରୋହ, ପ୍ରେମ ପଥେ, ବନ୍ଦୀର ମାୟା, ରକ୍ତପାତ, ବୀର ଯୁବକ, ବିଦ୍ରୋହୀ। ଗଦାବରୀଶ ମହାପାତ୍ରଙ୍କ ଉପନ୍ୟାସ ରାଜଦ୍ରୋହୀ, ବନ୍ଦୀର ମାୟା, ବୀର ଯୁବକ, ପ୍ରେମ ପଥେ, ରକ୍ତପାତ, ବିଦ୍ରୋହ। ହରେକୃଷ୍ଣ ମହତାବଙ୍କ ଉପନ୍ୟାସ ପ୍ରତିଭା, ନୂତନ ଧର୍ମ, ଅବ୍ୟାପର, ଟାଉଟର। ହରେକୃଷ୍ଣ ମହତାବଙ୍କ ଉପନ୍ୟାସ ପ୍ରତିଭା, ନୂତନ ଧର୍ମ, ଅବ୍ୟାପର, ଟାଉଟର। ଦୟାନିଧି ମିଶ୍ରଙ୍କ ଉପନ୍ୟାସ ମାନଭଞ୍ଜନ, ରାଣ ପ୍ରତାପ, ସୁଭଦ୍ରା, ସଂଯୁକ୍ତା, ନୟନତାରା, ରୋହିଣୀ। ଦୟାନିଧି ମିଶ୍ରଙ୍କର ଉପନ୍ୟାସ ମାନଭଞ୍ଜନ, ରାଣ ପ୍ରତାପ, ସୁଭଦ୍ରା, ସଂଯୁକ୍ତା, ନୟନତାରା, ରୋହିଣୀ। ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ଉପନ୍ୟାସ ପ୍ରମୋଦା, ମାୟାବୀ, ପତିତାର ଆତ୍ମକଥା। ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କର ଉପନ୍ୟାସ ପ୍ରମୋଦା, ମାୟାବୀ, ପତିତାର ଆତ୍ମକଥା। ବୈଷ୍ଣବ ଚରଣ ଦାସଙ୍କ ଉପନ୍ୟାସ ମନେ ମନେ। ବୈଷ୍ଣବ ଚରଣ ଦାସ, ମନେ ମନେ। ରାମପ୍ରସାଦ ସିଂହ, ହମ ଶିଖା, ସମାପ୍ତ, ମରୀଚିକା, ପୂଜାର ବଳି, ପ୍ରତିହିଂସା, ରକ୍ତରେଖା, ଛିନ୍ନ ମସ୍ତା, ଯୁଗାନ୍ତର, ଅଗ୍ନିପଥେ, ମରୁର ସାଥୀ, ପୂର୍ବରାଗ, ସନ୍ଧ୍ୟାଦୀପ। ରାମପ୍ରସାଦ ସିଂହଙ୍କ ଉପନ୍ୟାସ ହେମଶିଖା, ସମାପ୍ତ, ମରୀଚିକା, ପୂଜାର ବଳି, ପ୍ରତିହିଂସା, ରକ୍ତରେଖା, ଛିନ୍ନ ମସ୍ତା, ଯୁଗାନ୍ତର, ଅଗ୍ନିପଥେ, ମରୁର ସାଥୀ, ପୂର୍ବରାଗ, ସନ୍ଧ୍ୟାଦୀପ। କମଳାକାନ୍ତ ଦାସଙ୍କ ଉପନ୍ୟାସ ବୋଉ, ଭାଉଜ ଭାଉଏ, ଜୀବନ ସଉଦା, ଚାନ୍ଦିନୀ ଚୌକ, ଛଡ଼ା ଫୁଲ, ବାପ, ଆଦାନ, ମନଚୋରି। କମଳାକାନ୍ତ ଦାସଙ୍କ ଉପନ୍ୟାସ ବୋଉ, ଭାଉଜ ଭାଉଏ, ଜୀବନ ସଉଦା, ଚାନ୍ଦିନୀ ଚୌକ, ଛଡ଼ା ଫୁଲ, ବାପ, ଆଦାନ, ମନଚୋରି। ଚିରସ୍ଥାୟୀ ବନ୍ଦୋବସ୍ତ, ଚିତ୍ର ତାରକା, ଦୀପଶିଖା, ପଦ୍ମାଳୟ ହୋଟେଲ, ମଦନ ଭାଟି, ସୌଦା ନାନୀ, ଚରିତରହୀନ, ମଣିଷର ଦାବୀ, ମିଳନର ସନ୍ଧ୍ୟା। ଅନନ୍ତ ପ୍ରସାଦ ପଣ୍ଡାଙ୍କର ଉପନ୍ୟାସ ଭାଗ୍ୟଚକ୍ର, ମୁକ୍ତ ଆକାଶର ବିହଙ୍ଗ, ନୂଆ ଦୁନିଆ। ଅନନ୍ତ ପ୍ରସାଦ ପଣ୍ଡାଙ୍କର ଉପନ୍ୟାସ ଭାଗ୍ୟଚକ୍ର, ମୁକ୍ତ ଆକାଶର ବିହଙ୍ଗ, ନୂଆ ଦୁନିଆ। କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଉତ୍ସବ ବେଶରେ, ବଗ ବଗୁଲି, ନିଷ୍ପତ୍ତି, ଭଲ ପାଇବାର ଶେଷ କଥା, ଏପାରି ସେପାରି, ପରୀ, ଅଦେଖା ହାତ, ଅଭିନେତ୍ରୀ, ତଥାସ୍ତୁ, କା, ବଜ୍ରବାହୁ, ଅନ୍ତରାୟ, ପରକ୍ରିୟା, ଝଡ଼ର ଶେଷ, ବନଗହନ ତଳେ, ଭୁଲି ହୁଏନା, ତମ ସାଥିରେ, ମନ ଜାଣେ ପାପ, ଆଜି ନୁହେଁ ଆଉ ଦିନେ, କ୍ଷଣ କ୍ଷଣକେ ଆନ, ମଲାଣି ମାଗୁଣି ପବନ।
ସର୍ବରେ ବାଲି ରାଜା ପଳାତକ ସ୍ୱପ୍ନ ନା ସତ୍ୟ ତୁଣ୍ଡ ବାଇଦ ଝଞ୍ଜା ମିଳନର ଛନ୍ଦ ହା ବର୍ଣ୍ଣ ଶାସ୍ତି ଉଦଣ୍ଡି ଢେଉ ଢେଉକା ପ୍ରତୀକ୍ଷା ଅଲଟ ପାଲଟ ଦୁନିଆର ଦାଉ ଇତିହ ସ୍ୱପ୍ନା ନିର୍ବିଶଙ୍କ ତାରକା ସତ୍ୟବତୀ ଲଲାଟ ଲେଖନ ଯକ୍ଷ। କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଉତ୍ସବ ବ୍ୟସନ ଭୋଗ ବଗୁଲି ନିଷ୍ପତ୍ତି ଭଲ ପାଇବାର ଶେଷ କଥା ଏପାରି ସେପାରି ପରି ଅଦେଖା ହାତ ଅଭିନେତ୍ରୀ ତଥାସ୍ତୁ କା ବଜ୍ରବାହୁ ଅନ୍ତରାୟ ପରକ୍ରିୟା ଝଡ଼ର ଶେଷ ବନଗହନ ତଳେ ଭୁଲି ହୁଏ ନା ତମ ସାଥିରେ ମନ ଜାଣେ ପାପ ଆଜି ନୁହେଁ ଆଉ ଦିନ କ୍ଷଣ କ୍ଷଣକେ ଆନ ମେଲାଣି ମାଗୁଣି ପବନ ସର୍ବରି ବାଲି ରାଜା ପଳାତକ ସ୍ୱପ୍ନ ନା ସତ୍ୟ ତୁଣ୍ଡ ବାଇଦ ଝଞ୍ଜା ମିଳନର ଛନ୍ଦ ହା ବର୍ଣ୍ଣ ଶାସ୍ତି ଉଦଣ୍ଡି ଢେଉ ଢେଉକା ପ୍ରତୀକ୍ଷା ଅଲଟ ପାଲଟ ଦୁନିଆର ଦାଉ ଇତିହ ସ୍ୱପ୍ନା ନିର୍ବିଶଙ୍କ ତାରକା ସତ୍ୟବତୀ ଲଲାଟ ଲେଖନ ଯକ୍ଷ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଟିର ମଣିଷ ଅମରା ଚିତା ଆଜିର ମଣିଷ ମୁକ୍ତାଗଡ଼ର ଖିଦା ଲୁହାର ମଣିଷ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଟିର ମଣିଷ ଅମର ଚିତା ଆଜିର ମଣିଷ ମୁକ୍ତାଗଡ଼ର କ୍ଷୁଧା ଲୁହାର ମଣିଷ। ଉପେନ୍ଦ୍ର କିଶୋର ଦାସଙ୍କ ଉପନ୍ୟାସ ମଲାଜହ୍ନ ଉପେନ୍ଦ୍ର କିଶୋର ଦାସଙ୍କ ଉପନ୍ୟାସ ମଲାଜହ୍ନ। ଚକ୍ରଧର ମହାପାତ୍ରଙ୍କ ଉପନ୍ୟାସ ହସିଲା ଜହ୍ନ ଚକ୍ରଧର ମହାପାତ୍ରଙ୍କ ଉପନ୍ୟାସ ହସିଲା ଜହ୍ନ। ସବୁଜ ଗୋଷ୍ଠୀନ ମାସନ୍ତୀ ସୀତାଦେବୀ ଖାଡ଼ଙ୍ଗାଙ୍କ ଉପନ୍ୟାସ ଅଗ୍ରଜ ପ୍ରତ୍ୟାବର୍ତ୍ତନ ପୋଷ୍ୟପୁତ୍ର ସୀତାଦେବୀ ଖାଡ଼ଙ୍ଗାଙ୍କ ଉପନ୍ୟାସ ଅଗ୍ରଜ ପ୍ରତ୍ୟାବର୍ତ୍ତନ ପୋଷ୍ୟପୁତ୍ର। ନନ୍ଦକିଶୋର ଦାସଙ୍କ ଉପନ୍ୟାସ ପ୍ରତିଶୋଧ ନନ୍ଦକିଶୋର ଦାସଙ୍କ ଉପନ୍ୟାସ ପ୍ରତିଶୋଧ। ସତ୍ୟାନନ୍ଦ ବେହୁରାଙ୍କ ଉପନ୍ୟାସ ସ୍ମୃତିର ପୂଜା ସାବତ ମା ଭିନେ ଘର କୂଳଟା ପ୍ରେମର ସ୍ୱାକ୍ଷର ଜ୍ୟୋତ୍ସ୍ନା ଉତ୍ପଳ ଶ୍ରୀମତୀ ନାୟକଙ୍କ ବୈଠକଖାନା ରାଧାନାଥଙ୍କ ସ୍ତନ ଜୟ ବିଜୟ। ବିମାତ ଅଶ୍ରୁଜଣା ଅଭିରାମ କୁଳବତୀ ଅନୁଜ୍ଞା ଦୁର୍ଘଟଣା। ସତ୍ୟାନନ୍ଦ ବେହୁରାଙ୍କ ଉପନ୍ୟାସ ସ୍ମୃତିର ପୂଜା ସାବତ ମା ଭିନେ ଘର କୂଳଟା ପ୍ରେମର ସ୍ୱାକ୍ଷର ଜ୍ୟୋତ୍ସ୍ନା ଉତ୍ପଳ ଶ୍ରୀମତୀ ନାୟକଙ୍କ ବୈଠକଖାନା ରାଧାନାଥଙ୍କ ସ୍ତନ ଜୟ ବିଜୟ। ବିମାତା ଅଶ୍ରୁଜଣାଣ ଅଭିରାମ କୁଳବତୀ ଅନୁଜ୍ଞା ଦୁର୍ଘଟଣା। ଚକ୍ରଧର ମହାପାତ୍ରଙ୍କ ଉପନ୍ୟାସ ଅପୂର୍ଣ୍ଣ ପ୍ରେମ ରଣ ମାଧୁରୀ ରଡ଼ଙ୍ଗ ବକ୍ସି ଗୋବରଗୋଟେଇ ବଳାଙ୍ଗୀ। ଚକ୍ରଧର ମହାପାତ୍ରଙ୍କ ଉପନ୍ୟାସ ଅପୂର୍ଣ୍ଣ ପ୍ରେମ ରଣ ମାଧୁରୀ ରଡ଼ଙ୍ଗା ବକ୍ସି ଗୋବରଗୋଟେଇ ବଳାଙ୍ଗୀ। ନିତ୍ୟାନନ୍ଦ ମହାପାତ୍ରଙ୍କ ଉପନ୍ୟାସ ଭୁଲ ଭଙ୍ଗା ହାଡ଼ ଜୀବନର ଲକ୍ଷ୍ୟ ପୀରତି ପଥ ଖସଡ଼ା ହିଡ଼ ମାଟି ଜିଅନ୍ତା ମଣିଷ ସୁଖର ସନ୍ଧାନେ। ନିତ୍ୟାନନ୍ଦ ମହାପାତ୍ରଙ୍କ ଉପନ୍ୟାସ ଭୁଲ ଭଙ୍ଗା ହାଡ଼ ଜୀବନର ଲକ୍ଷ୍ୟ ପୀରତି ପଥ ଖସଡ଼ା ହିଡ଼ ମାଟି ଜିଅନ୍ତା ମଣିଷ ସୁଖର ସନ୍ଧାନ। ପ୍ରାଣକୃଷ୍ଣ ସାମଲଙ୍କ ଉପନ୍ୟାସ ନୀଳକମଳ ହାତିକା ଦାନ୍ତ ପ୍ରେମ ସହଯାତ୍ରିଣୀ ପଲ୍ଲୀ ଜୀବନ ହିନ୍ଦୁ ମୁସଲମାନ। ପ୍ରାଣକୃଷ୍ଣ ସାମଲଙ୍କର ଉପନ୍ୟାସ ନୀଳକମଳ ହାତିକା ଦାନ୍ତ ପ୍ରେମ ସହଯାତ୍ରିଣୀ ପଲ୍ଲୀ ଜୀବନ ହିନ୍ଦୁ ମୁସଲମାନ। ରାଜକିଶୋର ପଟ୍ଟନାୟକଙ୍କ ଉପନ୍ୟାସ ଚଲାବାଟ ରାଜକିଶୋର ପଟ୍ଟନାୟକଙ୍କ ଉପନ୍ୟାସ ଚଲାବାଟ। ରାଜକିଶୋର ରାୟଙ୍କର ଉପନ୍ୟାସ ଉଲଗ୍ନ ବନବାସ ରାଜକିଶୋର ରାୟଙ୍କ ଉପନ୍ୟାସ ଉଲଗ୍ନ ବନବାସ। ଲକ୍ଷ୍ମୀଧର ନାୟକଙ୍କ ଉପନ୍ୟାସ ଉଦ୍ଭ୍ରାନ୍ତ ହାୟରେ ଦୁର୍ଭାଗ୍ୟ ଦେଶ ଆସିବ କେବେ ପ୍ରିୟା ଭୁଲିଲ ମୋତେ ସଖୀ ଚରିତ୍ରହୀନତାର ଚିଠି ସେହି ସୁନ୍ଦରୀ ତରୁଣୀ ପ୍ରତିମା କଥା କୁହ। ସର୍ବହରା ଅପୂର୍ବ ପ୍ରେମ ସେ ମରି ନାହିଁ ସୁନା ପ୍ରତିମା ନୁହେଁ ସେ ପ୍ରେମିକା ବାସନ୍ତୀ ପାଠାଗାର ଅଗ୍ନିପଥ। ଲକ୍ଷ୍ମୀଧର ନାୟକଙ୍କର
ଉପନ୍ୟାସ ଉଦ୍ଭ୍ରାନ୍ତ ହାୟରେ ଦୁର୍ଭାଗ୍ୟ ଦେଶ ଆସିବ କେବେ ପ୍ରିୟା ଭୁଲିଲ ମୋତେ ସଖୀ ଚରିତ୍ର ହୀନର ଚିଠି ସେହି ସୁନ୍ଦରୀ ତରୁଣୀ ପ୍ରତିମା କଥା କୁହ ସର୍ବହରା ଅପୂର୍ବ ପ୍ରେମ ସେ ମରି ନାହିଁ ସୁନା ପ୍ରତିମା ନୁହେଁ ସେ ପ୍ରେମିକା ବାସନ୍ତୀ ପାଠାଗାର ଅଗ୍ନିପଥ। ଶ୍ରଦ୍ଧାକାର ସୁପକାରଙ୍କର ଉପନ୍ୟାସ ମଧ୍ୟମ ପୁରୁଷ ଗୋଟିଏ କରୁଣ ରାତି ଜୁଆର ଭଟା। ଶ୍ରଦ୍ଧାକାର ସୁପକାରଙ୍କ ଉପନ୍ୟାସ ମଧ୍ୟମ ପୁରୁଷ ଗୋଟିଏ କରୁଣ ରାତି ଜୁଆର ଭଟା। ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଦାଦି ବୁଢ଼ା ପରଜା ଅମୃତର ସନ୍ତାନ ଦାନା ପାଣି ଅପହଞ୍ଚ ଦୁଇ ପତ୍ର ହରିଜନ ସପନ ମାଟି ଶରତ ବାବୁଙ୍କ ଗଳି ଶିବ ଭାଇ ଲୌହ ବିଲୟ ରାହୁର ଛାୟା। ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ଦାଦି ବୁଢ଼ା ପରଜା ଅମୃତର ସନ୍ତାନ ଦାନା ପାଣି ଅପହଞ୍ଚ ଦୁଇ ପତ୍ର ହରିଜନ ସପନ ମାଟି ଶରତ ବାବୁଙ୍କ ଗଳି ଶିବ ଭାଇ ଲୟ ବିଲୟ ରାହୁର ଛାୟା। ମାଟି ମଟାଳ ତନ୍ତ୍ରିକାର ଅନଳନର ଆକାଶ ସୁନ୍ଦରୀ ଅନାମ ନା ମନେ ନାହିଁ ମନ ଗହୀରର ଚାଷ ଦିଗ ଦିହୁଡ଼ି ପାହାନ୍ତା ବୁନ୍ଦାଏ ପାଣି କିଛି କହିବାକୁ ଚାହେଁ। ଫତୁରାନନ୍ଦ ବା ରାମଚନ୍ଦ୍ର ମିଶ୍ରଙ୍କ ନାଟକ ନାକଟା ଚିତ୍ରକର। ଚନ୍ଦ୍ରମଣି ଦାସଙ୍କ ଉପନ୍ୟାସ ଅନାଥାଶ୍ରମ ରଜନୀଗନ୍ଧା ପଲ୍ଲୀ ରେଣୁ ଜୁଆର ଭଟା ପ୍ରେତପୁରୀର ଗନ୍ତାଘର ମୌଳିକ ଝିଅ ଗୌରୀ ସେ ଓ ମୁଁ ସାତପର ପାନ୍ଥ ବିନାଶ ଆରମ୍ଭ ଓ ଶେଷ ସତୀଦାହ ନରବଳି ମଣିଷ ଶିକାର ଧରା ସ୍ୱର୍ଗ ହାଇଫେନ୍ ଭୁଲ କାହାର ମୋ ରାଣ ପୁରୀ ଏକ୍ସପ୍ରେସ୍ ମାୟାପୁରୀ। ଚନ୍ଦ୍ରମଣି ଦାସଙ୍କର ଉପନ୍ୟାସ ଅନାଥାଶ୍ରମ ରଜନୀଗନ୍ଧା ପଲ୍ଲୀ ରେଣୁ ଜୁଆର ଭଟା ପ୍ରେତପୁରୀର ଗନ୍ତାଘର ମୌଳିକ ଝିଅ ଗୌରୀ ସେ ଓ ମୁଁ ସାତପର ପାନ୍ଥ ବିନାଶ ଆରମ୍ଭ ଓ ଶେଷ ସତୀଦାହ ନରବଳି ମଣିଷ ଶିକାର ଧରା ସ୍ୱର୍ଗ ହାଇଫେନ୍ ଭୁଲ କାହାର ମୋ ରାଣ ପୁରୀ ଏକ୍ସପ୍ରେସ୍। ଜ୍ଞାନେନ୍ଦ୍ର ବର୍ମାଙ୍କର ଉପନ୍ୟାସ ଶତାବ୍ଦୀର ସ୍ୱପ୍ନଭଙ୍ଗ ଜୀବନର ଛନ୍ଦ ତିନୋଟି ହୃଦୟର କାହାଣୀ ଅପରାହ୍ନର ଆକାଶ ଲାଲ ଘୋଡ଼ା ତନ୍ତୁ ଓ ତନ୍ତୁ ଶେଷ ଅଭିସାର ଭୂମିକା। ଜ୍ଞାନେନ୍ଦ୍ର ବର୍ମାଙ୍କର ଉପନ୍ୟାସ ଶତାବ୍ଦୀର ସ୍ୱପ୍ନଭଙ୍ଗ ଜୀବନର ଛନ୍ଦ ତିନୋଟି ହୃଦୟର କାହାଣୀ ଅପରାହ୍ନର ଆକାଶ ଲାଲ ଘୋଡ଼ା ତନ୍ତୁ ଓ ତନ୍ତୁ ଶେଷ ଅଭିସାର ଭୂମିକା। ନେକ୍ସଟ ବିକ୍ରମ ଦାସଙ୍କ ଉପନ୍ୟାସ ବୁଦ୍ଧଖୋଲର ମାୟା ଅଲିଭା ଇତିହାସ ଭଲେ ବିରଜଜି ମହିମାଡିହ ନିର୍ବାସିତ ଗଜପତି ବେଦବ୍ୟାସ। ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ କଲେଜ ବୟ ସହସ୍ର ଶଯ୍ୟାର ନାୟିକା ନୀଳଶୈଳ ହଂସଗୀତି ନୀଳାଦ୍ରି ବିଜୟ କାଳାନ୍ତର କୃଷ୍ଣାବେଣୀରେ ସନ୍ଧ୍ୟା ଆଜୀବକର ଅଟ୍ଟହାସ୍ୟ ବଧୂ ଓ ପ୍ରିୟା ଅନ୍ଧ ଦିଗନ୍ତ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ଅଚଳାୟତନ ନେତି ନେତି ଫଟା ମାଟି। ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ କଲେଜ ବୟ ସହସ୍ର ଶଯ୍ୟାର ନାୟିକା ନୀଳଶୈଳ ହଂସଗୀତି ନୀଳାଦ୍ରି ବିଜୟ କାଳାନ୍ତର କୃଷ୍ଣବେଣୀରେ ସନ୍ଧ୍ୟା ଆଜୀବକର ଅଟ୍ଟହାସ୍ୟ ବଧୂ ଓ ପ୍ରିୟା ଅନ୍ଧ ଦିଗନ୍ତ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ଅଚଳାୟତନ ନେତି ନେତି ଫଟା ମାଟି। ନେକ୍ସଟ ନରସିଂହ ସାହୁଙ୍କର ଉପନ୍ୟାସ ତଳମାଳ ଡାକେ ସେବା ସଦନ ତଳେ ମାଟି ଉପରେ ଆକାଶ ମେଘମାଳା ଦୁଃଖ ନଈର କୂଳେ କୂଳେ ଅନ୍ଧାରର ଘର ତଟିନୀ କୁଳୁ କୁଳୁ ଅଠା କାଠି ମିନତି କୁରେଇ ଫୁଲ ଚନ୍ଦ୍ର ଓ ଚକୋର ପାଗଳ ବନ ଝରଣା ଝଡ଼କ ବରେଇ। ଗୋକୁଳାନନ୍ଦ ମହାପାତ୍ରଙ୍କ ଉପନ୍ୟାସ କୃତ୍ରିମ ଉପଗ୍ରହ ଚନ୍ଦ୍ରର ମୃତ୍ୟୁ ଉଡ଼ନ୍ତା ଥାଳିଆ ଓ ଏହାର ରହସ୍ୟ ପୃଥିବୀ ବାହାରେ ମଣିଷ ସ୍ଫୁଟନିକ ରାଜଦ୍ରୋହୀ ଗ୍ରାମଦାନ। ଗୋକୁଳାନନ୍ଦ ମହାପାତ୍ରଙ୍କ ଉପନ୍ୟାସ କୃତ୍ରିମ ଉପଗ୍ରହ ଚନ୍ଦ୍ରର ମୃତ୍ୟୁ ଉଡ଼ନ୍ତା ଥାଳିଆ ଓ ଏହାର ରହସ୍ୟ ପୃଥିବୀ ବାହାରେ ମଣିଷ ସ୍ଫୁଟନିକ ରାଜଦ୍ରୋହୀ ଗ୍ରାମଦାନ।
କିଶୋରୀ ଚରଣ ଦାସଙ୍କ ଉପନ୍ୟାସ 7ଟି ଦିନର ସତୀ, ନେତା ଓ ନେତ୍ରମଣି, ସ୍ୱର୍ଗଗାମୀ ସକଳ ସନ୍ତାନ। କିଶୋରୀ ଚରଣ ଦାସଙ୍କ ଉପନ୍ୟାସ 7ଟି ଦିନର ସତୀ, ନେତା ଓ ନେତ୍ରମଣି, ସ୍ୱର୍ଗଗାମୀ ସକଳ ସନ୍ତାନ। ଦିଗମ୍ବର ଦାସଙ୍କ ଉପନ୍ୟାସ ଦିଟପା ଲୁହ, ପ୍ରାଣ ସଙ୍ଗିନୀ, ଟାଉନ ବସ୍, ଓଢ଼ଣା ତଳେ, ଲଭ୍ ଲେଟର, ମନମୋହିନୀ, ମାୟା ରାବଣ, ବିରତି ପଥେ। ଦିଗମ୍ବର ଦାସଙ୍କ ଉପନ୍ୟାସ ଦିଟପା ଲୁହ, ପ୍ରାଣ ସଙ୍ଗିନୀ, ଟାଉନ ବସ୍, ଓଢ଼ଣା ତଳେ, ଲଭ୍ ଲେଟର, ମନମୋହିନୀ, ମାୟା ରାବଣ, ବିରତି ପଥେ। ମହାପାତ୍ର ନୀଳମଣି ସାହୁଙ୍କ ଉପନ୍ୟାସ ଧରା ଅଧାରା, ହଂସ ମିଥୁନ, ତାମସୀ ରାଧା। ମହାପାତ୍ର ନୀଳମଣି ସାହୁଙ୍କ ଉପନ୍ୟାସ ଧରା ଅଧାରା, ହଂସ ମିଥୁନ, ତାମସୀ ରାଧା। ଗୋବିନ୍ଦ ଦାସଙ୍କ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର, ଲାସୁ, ଭଗ୍ନାଂଶ, ସୂର୍ଯ୍ୟାସ୍ତ। ଗୋବିନ୍ଦ ଦାସଙ୍କ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର, ଲାସୁ, ଭଗ୍ନାଂଶ, ସୂର୍ଯ୍ୟାସ୍ତ। ଦୟାଲାଲ ଯୋଶୀଙ୍କ ଉପନ୍ୟାସ ଅନ୍ଧାରେ ଆଲୋକ, ଆଶା, ଅସିତ, ପ୍ରବାହ, ସତଲେଜରୁ ଜିରା, ନୀଳୁର ସଂସାର, ଶେଷ ପର୍ଯ୍ୟନ୍ତ, ବନମାଳତୀ। ବସନ୍ତ କୁମାରୀ ପଟ୍ଟନାୟକଙ୍କ ଉପନ୍ୟାସ ଅମଡ଼ା ବାଟ, ଜୁଆର ଭଟ୍ଟା, ଅଲିଭା ଚିତା, ଚୋରାବାଲି, ସଭ୍ୟତାର ସାଜ, ପାଲଟା ଢେଉ। ବସନ୍ତ କୁମାରୀ ପଟ୍ଟନାୟକଙ୍କ ଉପନ୍ୟାସ ଅମଡ଼ା ବାଟ, ଜୁଆର ଭଟ୍ଟା, ଅଲିଭା ଚିତା, ଚୋରାବାଲି, ସଭ୍ୟତାର ସାଜ, ପାଲଟା ଢେଉ। ଯମେଶ୍ୱର ମିଶ୍ରଙ୍କର ଉପନ୍ୟାସ ଖମାରି, ବ୍ୟାଙ୍କ ମ୍ୟାନେଜର, ତୋଫାନ, ମେଲ୍, ନୀଳରାତ୍ରିର ଉଲ୍କା, ଗୋଡ଼ତିଆ, ଗୁପ୍ତ, ଶିକାରୀ, ଛାୟାମହଲ। ଯମେଶ୍ୱର ମିଶ୍ରଙ୍କର ଉପନ୍ୟାସ ଖମାରି, ବ୍ୟାଙ୍କ ମ୍ୟାନେଜର, ତୋଫାନ, ମେଲ୍, ନୀଳରାତ୍ରିର ଉଲ୍କା, ଗୋଡ଼ତିଆ, ଗୁପ୍ତ, ଶିକାରୀ, ଛାୟାମହଲ। ମୁରଲୀଧର ମଲ୍ଲିକଙ୍କ ଉପନ୍ୟାସ ମୁକ୍ତିର ଆହ୍ୱାନ, ଟ୍ରଫିଜ୍ ଗାର୍ଲ, ପରିହାସ, ରଜନୀ ଯାଇଛି ବିତି, ମହାମେଘ ବାହନ, ରକ୍ତ ସ୍ୱାକ୍ଷର, ନବପଲ୍ଲବ, ଅଦୃଷ୍ଟ, ବନ ବନାନ୍ତର, ଧୂଳିର ଧରଣୀ ଦେବୀ। ଶୁକଦେବ ସାହୁଙ୍କର ଉପନ୍ୟାସ ନବଜନ୍ମ, ବିଦେଶ ବାହୁଡ଼ା, ଗାଁ ମାଟି ଡାକେ, ମନର ଯେତେ ଆଶା, ଖସଡ଼ା ପଥରେ, ପ୍ରିୟା ଓ ପରକ୍ରିୟା, ଝଡ଼ ଓ ଝରାଫୁଲ। ଶୁକଦେବ ସାହୁଙ୍କର ଉପନ୍ୟାସ ନବଜନ୍ମ, ବିଦେଶ ବାହୁଡ଼ା, ଗାଁ ମାଟି ଡାକେ, ମନର ଯେତେ ଆଶା, ଖସଡ଼ା ପଥରେ, ପ୍ରିୟା ଓ ପରକ୍ରିୟା, ଝଡ଼ ଓ ଝରାଫୁଲ। ଅନନ୍ତା ପ୍ରସାଦ ରକ୍ଷିତ। ଅନନ୍ତା ପ୍ରସାଦ ରକ୍ଷିତଙ୍କ ଉପନ୍ୟାସ କେତେ ଟଙ୍କା କେତେ ଫୁଲ, ସ୍ୱର୍ଣ୍ଣ ରେଣୁ, ନୀଲମ ବିବି, ଅଶାନ୍ତ ପୃଥିବୀ, ଅନୁରାଗିଣୀ। ହରିହର ବାହିନୀପତିଙ୍କ ଉପନ୍ୟାସ ନରକ କଇଁ, କାରାମଣିଷ। ହରିହର ପତିଙ୍କ ଉପନ୍ୟାସ ନରକ କଇଁ, କାରାମଣିଷ। ବଳରାମ ପଟ୍ଟନାୟକଙ୍କର ଉପନ୍ୟାସ କ୍ରନ୍ଦନ, ଅପଦାର୍ଥ, ଅରକ୍ଷିତ, କେତେ ଯେ ଅକୁହା କଥା, ଅନ୍ଧକାରର ଜ୍ୟୋତ୍ସ୍ନା, ମହାନଦୀର ଢେଉ, ରୂପାଲି ଛକର ଇତିକଥା, ପ୍ରତିବିମ୍ବ, ମନର ମଳୟ, ଜଣା ଅଜଣା, ପ୍ରତିଧ୍ୱନି, ତିନି ଅଧ୍ୟାୟ, ମନର ଅରଣ୍ୟ। ବଳରାମ ପଟ୍ଟନାୟକଙ୍କର ଉପନ୍ୟାସ କ୍ରନ୍ଦନ, ଅପଦାର୍ଥ, ଅରକ୍ଷ, କେତେ ଯେ ଅକୁହା କଥା, ଅନ୍ଧକାରର ଜ୍ୟୋତ୍ସ୍ନା, ମହାନଦୀର ଢେଉ, ରୂପାଲି ଛକର ଇତିକଥା, ପ୍ରତିବିମ୍ବ, ମନର ମଳୟ, ଜଣା ଅଜଣା, ପ୍ରତିଧ୍ୱନି, ତିନି ଅଧ୍ୟାୟ, ମନର ଅରଣ୍ୟ। ନେକ୍ସଟ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟଙ୍କ ଉପନ୍ୟାସ ଡାକ୍ତରଖାନା, ଏମନ ସେମନ, ଛିନ୍ନ ପୃଷ୍ଠା, ଅଦ୍ୱିତୀୟା, ସ୍ମୃତି ମନ୍ଥନ, ଖୋଜି ପାଏନା ଏବଂ ସେମାନେ। ସୂର୍ଯ୍ୟନାରାୟଣ ଆଚାର୍ଯ୍ୟଙ୍କ ଉପନ୍ୟାସ ଡାକ୍ତରଖାନା, ଏମନ ସେମନ, ଛିନ୍ନ ପୃଷ୍ଠା, ଦ୍ୱିତୀୟା, ସ୍ମୃତି ମନ୍ଥନ, ଖୋଜି ପାଏନା ଏବଂ ସେମାନେ। ଚନ୍ଦ୍ରଶେଖର ରଥଙ୍କର ଉପନ୍ୟାସ ଯନ୍ତ୍ରାରୂଢ଼, ଐଶ୍ୱର୍ଯ୍ୟ ଉପନିବେଶ, ନବଜାତକ। ଚନ୍ଦ୍ରଶେଖର ରଥଙ୍କ ଉପନ୍ୟାସ ଯନ୍ତ୍ରାରୂଢ଼, ଐଶ୍ୱର୍ଯ୍ୟ ଉପନିବେଶ, ନବଜାତକ। କଣ୍ଡୁରୀ ଚରଣ ଦାସଙ୍କ ଉପନ୍ୟାସ ମିଡନାଇଟ୍ ହୋଟେଲ, ଅଶରୀର କାରସାଦି, ଲାଲ ମହଲ, ଲାଲ ସଂକେତ,
ଛାୟା କୁହେଳି ନୀଳ ନିଳୟ ମୃଗନାଭି ସୁନେଲି ପ୍ରଜାପତି ରକ୍ତ ଗୋଲାପ ଓ ତରଙ୍ଗିନୀ ସୁରେ। ଦିନେ ରାତିରେ ବାଲିଝଡ଼ ଲାଲ ପରି ରାତ୍ରିର କ୍ରନ୍ଦସି ଦୁଇଟି ଏ କଳା ଆଖି କିଏ କାନ୍ଦେ ଡାହାଣୀ ଆଲୁଅ। କଣ୍ଡରୀ ଚରଣ ଦାସଙ୍କର ଉପନ୍ୟାସ ମିଡନାଇଟ୍ ହୋଟେଲ ଅଶରୀରୀ କାରସାଦି ଲାଲ ମହଲ ଲାଲ ସଂକେତ ଛାୟା କୁହେଳି ନୀଳ ନିଳୟ ମୃଗନାଭି ସୁନେଲି ପ୍ରଜାପତି ରକ୍ତ ଗୋଲାପ ଓ ରଙ୍ଗୀନ ସୁରେ। ଦିନେ ରାତିରେ ବାଲିଝଡ଼ ଲାଲ ପରି ରାତିର କ୍ରନ୍ଦସି ଦୁଇଟି କଳା ଆଖି କିଏ କାନ୍ଦେ ଡାହାଣୀ ଆଲୁଅ। ଏସ୍ ଯଦୁନାଥ ଦାସ ମହାପାତ୍ରଙ୍କର ଉପନ୍ୟାସ ଗ୍ରାମ ନଦୀର ତୀରେ କାହାଣୀ କୁବେରର ପୁତ୍ର ମାଘ ଶେଷ ମେଘ ଶେଷ ଲୁହର ଫୁଲ ସନ୍ତାନର ସେତୁ ଅନ୍ୟାନ୍ୟ ଓ ପ୍ରେମର ସମ୍ବୋଧନ ଭଗ୍ନ ମାନସୀ ନୀଡ଼ର ସନ୍ଧାନେ ଭଙ୍ଗା ଘର ନିହତ ଚନ୍ଦ୍ରମା ରାହୁ ମୁକ୍ତି। ସାତକଡ଼ି ହତାଙ୍କର ଉପନ୍ୟାସ ବ୍ୟାକୁଳ ହୃଦୟ ଏତେ ସ୍ୱପ୍ନ ଏତେ ଆଲୋକ ଅନେକ ଦିଗନ୍ତ ଅସମୟ ପ୍ରଥମ ଅଧ୍ୟାୟ କ୍ରୁଶବିଦ୍ଧ ଭଙ୍ଗା କାଚ। ସାତକଡ଼ି ହତାଙ୍କର ଉପନ୍ୟାସ ବ୍ୟାକୁଳ ହୃଦୟ ଏତେ ସ୍ୱପ୍ନ ଏତେ ଆଲୋକ ଅନେକ ଦିଗନ୍ତ ଅସମୟ ପ୍ରଥମ ଅଧ୍ୟାୟ କ୍ରୁଶବିଦ୍ଧ ଭଙ୍ଗା କାଚ। ସ୍ୱପ୍ନ ଶିଉଳି ସଚିବାଳୟ ଅଶାନ୍ତ ଅରଣ୍ୟ ଶତାବ୍ଦୀର ଶୋଷ ରାଜଧାନୀର ରଙ୍ଗ ପ୍ରତ୍ୟୁଷର ପ୍ରଶ୍ନ ସୂର୍ଯ୍ୟ ଉଇଁଲେ ସ୍ୱପ୍ନ। ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଉପନ୍ୟାସ ଆଜିକାଲି ପରଦିନ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଉପନ୍ୟାସ ଆଜିକାଲି ପରଦିନ। ଗୋରାଚାନ୍ଦ ମିଶ୍ରଙ୍କ ଉପନ୍ୟାସ ପ୍ରେମ ବଳୟ କେତେ ବାନ୍ଧବୀ ଅନ୍ୟତମା ପାଷାଣୀ କନ୍ୟା କିଞ୍ଚିତ୍ କାନ୍ତା ଛିନ୍ନ ମେଘ। ଗୋରାଚାନ୍ଦ ମିଶ୍ରଙ୍କ ଉପନ୍ୟାସ ପ୍ରେମ ବଳୟ କେତେ ବାନ୍ଧବୀ ଅନ୍ୟତମା ପାଷାଣୀ କନ୍ୟା କିଞ୍ଚିତ୍ କାନ୍ତା ଛିନ୍ନ ମେଘ। କେତେ କାମିନୀ କେତେ ଯାମିନୀ ପ୍ରୀତିର ପୂର୍ବା ନିର୍ବନ୍ଧ ଭାଙ୍ଗିଗଲା ମଧ୍ୟାହ୍ନର ପୃଥିବୀ ମୁକ୍ତ ଛନ୍ଦ ଚରିତ୍ରହୀନ। ଭାଗୀରଥୀ ନେପା ଭାଗୀରଥୀ ନେପାଙ୍କ ଉପନ୍ୟାସ ମଉଳା ମନର ମୁକୁଳା କଥା ଭ୍ରାନ୍ତି ବନ୍ଧୁପତ୍ନୀ ଲୁଚକାଳି ଫୁଲସର ତରୁଣୀର ମନ ସନ୍ତାନର ମାୟା କଳା କଳଙ୍କ ମଧୁମତିରା। ଭାଗୀରଥୀ ନେପାଙ୍କ ଉପନ୍ୟାସ ମଉଳା ମନର ମୁକୁଳା କଥା ଭ୍ରାନ୍ତି ବନ୍ଧୁପତ୍ନୀ ଲୁଚକାଳି ଫୁଲସର ତରୁଣୀର ମନ ସନ୍ତାନର ମାୟା କଳା କଳଙ୍କ ମଧୁମତିରା। ନୃସିଂହ ଚରଣ ପଣ୍ଡାଙ୍କ ଉପନ୍ୟାସ ମେଷପାଳକ ଦଗ୍ଧ ଗୋଲାପର ଚିର ବସନ୍ତ ଚଣ୍ଡାଶୋକ ଖାରବେଳ ବିଶ୍ୱାମିତ୍ର ଉବାଚ ସପ୍ତ ସିନ୍ଧୁ ଧର୍ମାଶୋକ ଅଶାନ୍ତ ଅନଳ। ନୃସିଂହ ଚରଣ ପଣ୍ଡାଙ୍କ ଉପନ୍ୟାସ ମେଷପାଳକ ଦଗ୍ଧ ଗୋଲାପର ଚିର ବସନ୍ତ ଚଣ୍ଡାଶୋକ ଖାରବେଳ ବିଶ୍ୱାମିତ୍ର ଉବାଚ ଧର୍ମାଶୋକ ଅଶାନ୍ତ ଅନଳ। ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ତ୍ରିପନ୍ନା ସୂର୍ଯ୍ୟପରାଗ ବନବିହଙ୍ଗ ରୌଦ୍ରର ଛାୟା ମୃଗ ତୃଷ୍ଣାର ଇତିକଥା ପଦ୍ମତୋଳା ସାତ ସାଗର 13 ନଦୀ ପାର ଅୟନାନ୍ତ କାବେରୀ ମାଧବୀର ମଧୁ ରାତି ଓଏସିସ୍ ମରୁଝରା ଅରଣ୍ୟେଦ ମନ। କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ଅଦିନ ମେଘ ଜୀବନ ମହାନିଶା ଦୂର ଦିଗନ୍ତ ଏକ ଅନେକ। କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ଅଦିନ ମେଘ ଜୀବନ ମହାନିଶା ଦୂର ଦିଗନ୍ତ ଏକ ଅନେକ। ନରସିଂହ ମିଶ୍ରଙ୍କ ଉପନ୍ୟାସ ବେଳାଭୂମି ସେ ଫୁଲ ମହୁଳି ନାହିଁ ଲଘୁଚାପ
ବାସହରା, ନିଦ୍ରାବତୀ ନଦୀ, ସୁବାସ ଏକ ନିର୍ବାଣ ଶିଖା, ମିଳନ, ଅମୃତକୁଣ୍ଡ, ଅଳିଦୁର୍ବା, ଶତାବ୍ଦୀର ପ୍ରଳୟ ଶକୁନି। ନରସିଂହ ମିଶ୍ରଙ୍କର ଉପନ୍ୟାସ ବେଳାଭୂମି, ସେ ଫୁଲ ମଉଳି ନାହିଁ, ଲଘୁଚାପ, ବାସହରା, ନିଦ୍ରାବତୀ ନଦୀ, ସୁବାସ ଏକ ନିର୍ବାଣ ଶିଖା, ମିଳନ, ଅମୃତକୁଣ୍ଡ, ଅଳିଦୁର୍ବା, ଶତାବ୍ଦୀର ପ୍ରଳୟ ଶକୁନି। ପ୍ରିୟବ୍ରତ ଦାସଙ୍କର ଉପନ୍ୟାସ ଜତୁଗୃହ, ଜୀବନ ସଂହିତା, ସୁରଭି, ବର୍ଣ୍ଣ ବିବର୍ଣ୍ଣ, ପ୍ରଜାପତିର ରଙ୍ଗ, ମୁକ୍ତି। ପ୍ରିୟବ୍ରତ ଦାସଙ୍କର ଉପନ୍ୟାସ ଜତୁଗୃହ, ଜୀବନ ସଂହିତା, ସୁରଭି, ବର୍ଣ୍ଣ ବିବର୍ଣ୍ଣ, ପ୍ରଜାପତିର ରଙ୍ଗ, ମୁକ୍ତି। ବିଷ୍ଣୁପ୍ରସାଦ ବାହାଲିଆଙ୍କର ଉପନ୍ୟାସ ଧରମପୁଅ, ଶତାବ୍ଦୀର ଆହ୍ୱାନ, ମିଳନ ପଥେ, ବସୁନ୍ଧରା। ବିଷ୍ଣୁପ୍ରସାଦ ବାହାଲିଆଙ୍କ ଉପନ୍ୟାସ ଧରମପୁଅ, ଶତାବ୍ଦୀର ଆହ୍ୱାନ, ମିଳନ ପଥେ, ବସୁନ୍ଧରା। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପନ୍ୟାସ ନର କିନ୍ନର, ଶତାବ୍ଦୀର ନଚିକେତା, ତିନୋଟି ରାତ୍ରିର ସକାଳ, ଯାତ୍ରାର ପ୍ରଥମ ପାଦ, ଅନ୍ୟ ଏକ ସମୟ, ଅନ୍ୟ ଏକ ଭାରତ, ଦକ୍ଷିଣାବର୍ତ୍ତ, ଶକୁନ୍ତଳା, ଧରିତ୍ରୀର କାନ୍ଦ, ମନ୍ତ୍ରୀଙ୍କ ସେୟାର। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପନ୍ୟାସ ନର କିନ୍ନର, ଶତାବ୍ଦୀର ନଚିକେତା, ତିନୋଟି ରାତ୍ରିର ସକାଳ, ଯାତ୍ରାର ପ୍ରଥମ ପାଦ, ଅନ୍ୟ ଏକ ସମୟ, ଅନ୍ୟ ଏକ ଭାରତ, ଦକ୍ଷିଣାବର୍ତ୍ତ, ଶକୁନ୍ତଳା, ଧରିତ୍ରୀର କାନ୍ଦ, ମନ୍ତ୍ରୀଙ୍କ ସେୟାର। କୃଷ୍ଣପ୍ରସାଦ ମିଶ୍ରଙ୍କର ଉପନ୍ୟାସ ମୃଗତୃଷ୍ଣା, ନେପଥ୍ୟ, ସିଂହକଟି। କୃଷ୍ଣପ୍ରସାଦ ମିଶ୍ରଙ୍କ ଉପନ୍ୟାସ ମୃଗତୃଷ୍ଣା, ନେପଥ୍ୟ, ସିଂହକଟି। ଯମେଶ୍ୱର ତ୍ରିପାଠୀଙ୍କ ଉପନ୍ୟାସ ଅନୁରାଧା, ମିଥୁନ ଲଗ୍ନ, ଚି ଚକେରି ଝୁରେ, ସେକାଳ ଏକାଳ ଅନ୍ୟ କାଳ, କାହାଣୀ ଆହତ ଆତ୍ମା, ମାଳବିକାର ସ୍ୱପ୍ନ, ସଞ୍ଜ ସକାଳ। ମହାପାତ୍ର ଯତୀନ୍ଦ୍ର କୁମାରଙ୍କ ଉପନ୍ୟାସ ଅଭିନୟ ନୁହେଁ, ବିଦଗ୍ଧ ଅଂଶୁପା, ମରୁନଦୀର ବନ୍ୟା, ଅଜ୍ଞାତବାସ, ଏକ ମହାପାପର ସ୍ୱୀକାରୋକ୍ତି, ସାଗର ନଦୀ ଝରଣା, ବହ୍ନିକନ୍ୟା, ଅସ୍ୟ ମୃଣାଳ, ତୃତୀୟ ନୟନ, ମନ ଅରଣ୍ୟ, ଶତ୍ରୁ ଶିବିର, ଜ୍ୱାଳାମୁଖୀ। ମହାପାତ୍ର ଯତୀନ୍ଦ୍ର କୁମାରଙ୍କର ଉପନ୍ୟାସ ଅଭିନୟ ନୁହେଁ, ବିଦଗ୍ଧ ଅଂଶୁପା, ମରୁନଦୀର ବନ୍ୟା, ଅଜ୍ଞାତବାସ, ଏକ ମହାପାପର ସ୍ୱୀକାରୋକ୍ତି, ସାଗର ନଦୀ ଝରଣା, ବହ୍ନିକନ୍ୟା, ଅସ୍ୟ ମୃଣାଳ, ତୃତୀୟ ନୟନ, ମନ ଅରଣ୍ୟ, ଶତ୍ରୁ ଶିବିର, ଜ୍ୱାଳାମୁଖୀ। ମନୋଜ ଦାସଙ୍କ ଉପନ୍ୟାସ ବୁଲଡୋଜ, ଗୋଧୂଳିର ବାଘ, ଆକାଶର ଇସାରା, ପ୍ରଭଞ୍ଜନ, ଅମୃତଫଳ। ମନୋଜ ଦାସଙ୍କ ଉପନ୍ୟାସ ବୁଲଡୋଜ, ଗୋଧୂଳିର ବାଘ, ଆକାଶର ଇସାରା, ପ୍ରଭଞ୍ଜନ, ଅମୃତଫଳ। ଦଶରଥ ସାମଲଙ୍କ ଉପନ୍ୟାସ ରାତି ହେଲା ଶେଷ, ସମାନ୍ତର, ମେଘ ମେଦୁର ଆକାଶ, ମନର ତଳେ ତଳେ, ନୀଳ ସିନ୍ଦୁର ଉପକଣ୍ଠେ, ଶେଷ ରାତ୍ରିର ଜହ୍ନ, ଐଶ୍ୱର୍ଯ୍ୟ ଛାଇ, ବଧୂବରଣ, ଫୁଟା ଫଗୁଣ, ବୈଶାଖୀ ଘୂର୍ଣ୍ଣି, ସେ ନାରୀ ବନ୍ଦନିଆ, ଯୋଗାଯୋଗ, ସ୍ଥିର ତରଙ୍ଗ। ସୁରେନ୍ଦ୍ରନାଥ ଶତପଥୀଙ୍କ ଉପନ୍ୟାସ ମନ୍ଥରା, ରାବଣ, ଜାନକୀ ଶର୍ମିଷ୍ଠା। ସୁରେନ୍ଦ୍ରନାଥ ଶତପଥୀଙ୍କ ଉପନ୍ୟାସ ମନ୍ଥରା, ରାବଣ, ଜାନକୀ ଶର୍ମିଷ୍ଠା। ମହେନ୍ଦ୍ର କୁମାର ବେହେରାଙ୍କ ଉପନ୍ୟାସ ଆସିଥିଲା ଅଭିମାନିନୀ, ଏକ ପଥ ଦୁଇ ନାରୀ, ମଧୁମତୀ, ଗୋଟିଏ ମନ ଗୋଟିଏ ବେଦନା, ପଡ଼ିଗଲା ବୟସ, ଗଡ଼ିଗଲା ପାଣି, ଗଭୀର ଜଳର ମାଛ।
ଏକ ମନ ଅନେକ ତରଙ୍ଗ, ଶୁଭରାତ୍ରି, ସୀମାନ୍ତ ସିନ୍ଦୁର, ସୁମିତ୍ରାର ଆତ୍ମଲିପି, ବିଷ୍ଣୁ କୁମ୍ଭ, ସ୍ୱର୍ଣ୍ଣତରୀ, ଦେବାସୀ। ଶ୍ରୀନିବାସ ଉଦ୍ଗାତଙ୍କର ଉପନ୍ୟାସ ନୀଳ ନୟନ ତଳେ, ଶେଷ ରାତ୍ରି ପ୍ରଥମ ସକାଳ, ଅହିର ଭୈରବୀ, କାନ୍ତା ଶିଳାର ସ୍ୱପ୍ନ। ଜଗନ୍ନାଥ ପ୍ରସାଦ ଦାସଙ୍କ ଉପନ୍ୟାସ ଦେଶକାଳ ପାତ୍ର, ବୀଣା ମହାପାତ୍ରଙ୍କ ଉପନ୍ୟାସ ଅଙ୍ଗେ ଅଙ୍ଗେ ରଙ୍ଗ ଲାଗେ, ପୁଷ୍ପିତ ମୌସୁମୀ, କ୍ଳାନ୍ତ ନିଶୀଥ, ନୀଳ ଝରଣା, ଏଇ ଜହ୍ନରାତି, ଢେଉ ପରେ ଢେଉ, ଚକେରି ଝରାର ଲୁହ, କଳଙ୍କିତ ସହର, ଦଗ୍ଧ ଶେଫାଳୀ, ମନ ପ୍ରଜାପତି, ସୁବର୍ଣ୍ଣ ସୀତା, ବିବର୍ଣ୍ଣ ପୃଥିବୀ, ମନ ମୟୂର, ମହୀୟସୀ, ଜଳ ତରଙ୍ଗ, ଶେଷ ସୂର୍ଯ୍ୟାସ୍ତ, ସୁପ୍ତ ଗୋଧୂଳି, ସାଗରିକା, ଟପା ଟପା ଲୁହ, ଧ୍ୱନି ପ୍ରତିଧ୍ୱନି। ପ୍ରସନ୍ନ କୁମାର ମହାପାତ୍ରଙ୍କ ଉପନ୍ୟାସ ଗାରେ କୁଙ୍କୁମ, ଧାରେ ହସ, ସ୍ତ୍ରୀ, ପ୍ରୀତିର ପୂଜାରିଣୀ, ମାନସୀର ଶେଷ ଅଶ୍ରୁ, ଶେଷ ରାତିର ଝଡ଼, ମଧୁମାଳତୀ, ନାରୀ ଓ ପୁରୁଷ, ରୂପସୀର ରକ୍ତ, ମୌନ ମିନତି, ଆଲୋକ ଅନ୍ଧାର। ଉଜ୍ଜ୍ୱଳ ପାଢ଼ୀଙ୍କ ଉପନ୍ୟାସ ସମୟ ନିସ୍ତରଙ୍ଗ, ସ୍ୱପ୍ନ ଦୀର୍ଘଶ୍ୱାସ। ବିଭୁଦତ୍ତ ମିଶ୍ରଙ୍କ ଉପନ୍ୟାସ ସାଗରିକାର ସ୍ୱପ୍ନ, ବିଭୁଦତ୍ତ ମିଶ୍ରଙ୍କ ଉପନ୍ୟାସ ସାଗରିକାର ସ୍ୱପ୍ନ। ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ଶେଷ ବସନ୍ତ, ପ୍ରଥମ ସକାଳ, ଦିଟପା ଶଙ୍ଖ, ହେ ବନ୍ଧୁ ବିଦାୟ, ଗାରେ କୋଜଳ, ଧାରେ ଲୁହ, ଏଇ ଗାଁ ଏଇ ମାଟି, ତୁମେ ତୃଷ୍ଣାର ଜଳ, ନିଃସଙ୍ଗ ବିହଙ୍ଗ, ଏଇ ମନ ବୃନ୍ଦାବନ, କେଶବତୀ କନ୍ୟା, ଏକାନ୍ତ ଆଦିମ, ଛାୟା ଚନ୍ଦ୍ରିକା, ନିଃସଙ୍ଗ ନକ୍ଷତ୍ର, ଅନ୍ଧକାରର ସିଡ଼ି, ସ୍ନାୟୁ ସଂହାରରେ ଶାନ୍ତି ଭଙ୍ଗ, ଶୂନ୍ୟ ପଞ୍ଜୁରୀ ପକ୍ଷୀ, ଚହଳା ପାଣିର ଢେଉ, ମାୟାବୀ ହୃଦୟ, ପ୍ରେମ ଓ ପୃଥିବୀ, ଅଭିମାନ, ପରପୁରୁଷ, ସତୀ ଅସତୀ, ଚପଳା ଛନ୍ଦା, ଉଜାଣି ଯମୁନା, କଳାବତୀ, ନାୟିକାର ନାମ ଶ୍ରାବଣୀ, ବଧୂ ନିରୁପମା, ତୃତୀୟ ପୁରୁଷ, ରଙ୍ଗନଟୀ, ସୁଲତାନ, ଦଗ୍ଧ ଫୁଲବନ, ପାପ ପୁଣ୍ୟ, ଛାୟା ଚନ୍ଦ୍ରିକା, ପରପୁରୁଷ, କାଳବୈଶାଖୀ, ତୃତୀୟ ଈଶ୍ୱର। ଶେଷ ରାତ୍ରିର ସୂର୍ଯ୍ୟ, ମଧ୍ୟାହ୍ନର ଦିବାରାତ୍ରି, ଦିନ ଯାଏ ଚିହ୍ନ ରହେ, ଅଶ୍ୱମେଧର ଘୋଡ଼ା, ଅଦିନ ଶ୍ରାବଣ, ଭଲ ଝିଅ ଖରାପ ଝିଅ, ଟପାଏ ସିନ୍ଦୁର, ଦିଟପା ଶଙ୍ଖା। ଅକ୍ଷୟ ମହାନ୍ତିଙ୍କ ଉପନ୍ୟାସ ନଗ୍ନ ମୋନାଲିସା, ଜାୟା ନୁହେଁ ଜୟା, କାହା ପାଇଁ ଆଉ, ଚନ୍ଦ୍ରମଲ୍ଲିକା। ନିତ୍ୟାନନ୍ଦ ଶତପଥୀଙ୍କ ଉପନ୍ୟାସ ଅନିକେତ। ରାସବିହାରୀ ବେହେରାଙ୍କ ଉପନ୍ୟାସ ବିଜୟୀ, ସେଇ ପାହାଡ଼ ତଳେ ଅଧିକାର। ରମେଶ ଚନ୍ଦ୍ର ଦଳଙ୍କର ଉପନ୍ୟାସ ଛିନ୍ନପତ୍ର। ଶକୁନ୍ତଳା ପ୍ରଧାନଙ୍କ ଉପନ୍ୟାସ ସୀମାହୀନ ତମସା। କ୍ଷୀରୋଦ୍ରା ପରିଜାଙ୍କ ଉପନ୍ୟାସ ଶିଖା, ପାଷାଣ ବୁକେ, ବାଲିଘର, ଆଗାମୀ, ସପନ ଢେଉ, ମହାଯାତ୍ରା। କଳ୍ପନା କୁମାରୀ ଦେବୀଙ୍କ ଉପନ୍ୟାସ କବି, ବନକେତକୀ, ପଞ୍ଚପୁଷ୍ପ, ପ୍ରଜାପତିର ମନ, ରଙ୍ଗ, ନଷ୍ଟ ଛନ୍ଦ, ସେ ପ୍ରେମ ନୀଳିମ, ସୁନୀଳ, ଶିହର, ଦିନାନ୍ତ। ଦେବରାଜ ଲେଙ୍ଗାଙ୍କ ଉପନ୍ୟାସ ଅନ୍ଧ ମୁହାଣୀ, ପ୍ରେମ ନଗରୀର ଅନେକ କଥା, ଜୀବନ ରଙ୍ଗ, ଦୂର ପୃଥିବୀର ତରା, ଜୋକର ଖେଳ, ଅନ୍ୱେଷଣର ଅନୁକ୍ଷଣ। ବ୍ରଜମୋହନ ମହାନ୍ତିଙ୍କ ଉପନ୍ୟାସ କାହାଣୀ ତିନିବନ୍ଧର, ତକ୍ଷକ ମୁଁ କୃଷ୍ଣ, ନିଃଶବ୍ଦ ଆକାଶ, ଲଳିତ ଲବଙ୍ଗଲତା, ମୁନମୁନ ନାଚୁଛି, ବିନ୍ଦୁଏ ନାହିଁ, ମୃତ ନଦୀର ଢେଉ, ଅନ୍ଧ ପୃଥିବୀ, ସାପୁଆ। ରଘୁନାଥ ମହାପାତ୍ରଙ୍କ ଉପନ୍ୟାସ ପରଦେଶୀ ପ୍ରିୟ, ଧୂସର ମାଟି, ଅସବୁଜ ଶସ୍ୟ, ଶତାବ୍ଦୀର କ୍ଷୁଧା, ମୁଁ ମନ୍ତ୍ରୀ ହେବି, ଶେଷ ପ୍ରହର, ଘଟସୂତ୍ର, ରଙ୍ଗବଲ୍ଲରୀ, ମନ ଅରଣ୍ୟ, ଏଇ ଦିନଟି ନା ଆଉ ନାହିଁ। କାଳୀପ୍ରସାଦ ଦାସଙ୍କ ଉପନ୍ୟାସ ଅଦିନ ମଧ୍ୟାହ୍ନ, ତିମିର ଅରଣ୍ୟ, କେତେ ଅନ୍ଧକାର କେତେ ଆଲୋକ, ନା ଆଉ ନାହିଁ, ଦହନ, କାନଫୁଲ।
ଜଗନ୍ନାଥ ମଲ୍ଲିକଙ୍କ ଉପନ୍ୟାସ କୈବର୍ତ୍ତ କନ୍ୟା ସମ୍ବିତ କ୍ଷୁଧିତ ଖାରବେଳ ଜରାସନ୍ଧ ଭବିତବ୍ୟ। ଅନାଦି ସାହୁଙ୍କ ଉପନ୍ୟାସ ମୁଣ୍ଡ ମେଖଳା ନତଜାନୁ ଛିନ୍ନ ନାଗ ବରୁଣ ଜଙ୍ଗଲୀ ସହର କ୍ଷୁଧା ରାକାରେ। ସୁଧାଂଶୁ ବାଳ ପଣ୍ଡାଙ୍କ ଉପନ୍ୟାସ ଅବ୍ୟକ୍ତ ବେଦନା ମୋ ଲେଖା ଅଶ୍ରୁ କାଳରେ ମା ମମତା। ଶାନ୍ତି ମହାପାତ୍ରଙ୍କ ଉପନ୍ୟାସ ବୁଦ୍ଧଂ ଶରଣଂ ଗଚ୍ଛାମି ବେଗମ ନୁରଜାହାନ ଦେବଯାନୀ ସୁଲତାନ ଆଉଲିଆଦିନ। ବନଜା ଦେବୀଙ୍କ ଉପନ୍ୟାସ ରାଧା ମରୁଝରଣା ନଦୀ ଓ ନୌକା ବେଳାଭୂଇଁ ବିଦଗ୍ଧ ବସନ୍ତ ବସୁନ୍ଧରା କହେ। ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ ବଢ଼ି ପାଣିରେ ଦାନ୍ତ ଅସୁର। କାର୍ତ୍ତିକେଶ୍ୱର ପାତ୍ରଙ୍କ ଉପନ୍ୟାସ ଦଳିତ ଦୁର୍ବା ନର୍କର ନାମ ଅମରାବତୀ ଝଡ଼ର ଫୁଲ ସୁବର୍ଣ୍ଣ ଶାମୁକା। ଗଣେଶ୍ୱର ମିଶ୍ରଙ୍କ ଉପନ୍ୟାସ ସାମୁଦ୍ରିକ ଆରୋହୀ ନେତା ସକାଳର ମୁହଁ। ବରେନ୍ଦ୍ର କୃଷ୍ଣ ଧଳଙ୍କ ଉପନ୍ୟାସ ସନ୍ଧ୍ୟାର ମୁକୁରେ ବିଦଗ୍ଧ ବିହଙ୍ଗ ନାୟିକାର ବେଳାଭୂମି। ପ୍ରତିଭା ରାୟଙ୍କ ଉପନ୍ୟାସ ଦୁଇଟି ଢେଉ ନଦୀ ନିସ୍ତରଙ୍ଗ ପରିଚୟ ପୁଣ୍ୟଦୟା ଆଶାବରୀ ନୀଳତୃଷ୍ଣା ସମୁଦ୍ରର ସ୍ୱର ଯାଜ୍ଞସେନୀ ଉର୍ମାର୍ଗ। ବର୍ଷା ବସନ୍ତ ବୈଶାଖ ଅରଣ୍ୟ ଉପନାୟିକା ଅପରାଜିତା ମେଘ ମଧୁର ଅୟରାମ୍ବ ଶିଳାପଦ୍ମ ଦେହାତୀତ ଆଦିଭୂମି। ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଉପନ୍ୟାସ ଚିଦାଭାସ। ରାମଚନ୍ଦ୍ର ବେହେରାଙ୍କ ଉପନ୍ୟାସ ଅଭିନୟର ପରିଧି ଧୂସର ସୂର୍ଯ୍ୟାସ୍ତ ମନିକା ଏବେ କେଉଁଠି ମୁକ୍ତିର ରୂପରେଖ ମୁଁ ଫେରି ଆସିଛି। ପଦ୍ମଜ ପାଳଙ୍କ ଉପନ୍ୟାସ ଦୁର୍ଗପତନର ବେଳ ଆମ ସମୟର ଦୁଃଖ ପାପ ପରି ନିଜ ଗଣ୍ଡ ଭୈରବ ନିଜେ ନିଜେ ପାନିପଥ। ଜଗଦୀଶ ମହାନ୍ତିଙ୍କ ଉପନ୍ୟାସ କନିଷ୍କ ଉତ୍ତରାଧିକାରୀ ଆଲବମରେ କେତୋଟି ମୁହଁ ନିଜ ନିଜ ପାନିପଥ ଦୁର୍ଦ୍ଦିନ। ଋଷିକେଶ ପଣ୍ଡାଙ୍କ ଉପନ୍ୟାସ ହରିଣ ପିଠିରେ ଅଜାଣା ସୂର୍ଯ୍ୟାସ୍ତ ଶୂନ ସଙ୍ଗେ ସାମୟିକ ସନ୍ଧି ସୁନାପୁଟର ଲକ୍ଷେ ଶୂନ୍ୟତାର ପାଶ୍ଚାତ୍ୟକୁ। ପରେଶ ପଟ୍ଟନାୟକଙ୍କ ଉପନ୍ୟାସ କଥା ଥିଲା ଶେଷର ଆରମ୍ଭ। ଗୌର ହରିଦାସଙ୍କ ଉପନ୍ୟାସ ଛାୟା ସୌଧର ଅବଶେଷ ନିଜ ସାଙ୍ଗେ ନିଜର ଲଢ଼େଇ। ଆଜିର ଆଲୋଚନା ଏତିକିରେ ସମାପ୍ତ ରହୁଛି। ନମସ୍କାର। ପରବର୍ତ୍ତୀ ଭିଡ଼ିଓରେ ନାଟ୍ୟ ସହିତ ଆଲୋଚନା କରିବାର ଅଛି।